ସେଦିନ ସନ୍ଧ୍ୟାରେ ସ୍କୁଟି ଧରି ମାର୍କେଟ ବାହାରି ଯାଇଥିଲା ଏହି ସୁନ୍ଦରୀ ଯୁବତୀ। ରାସ୍ତାରେ ଗଲାବେଳେ ଗୋଟେ ବାହାଘର ପ୍ରସେସନ ଦେଖି ସ୍କୁଟିଟି ଅଟକି ଯାଇଥିଲା। ଡିଜେ ବାଜୁଥିଲା, ବରଯାତ୍ରୀ ବି ନାଚୁଥିଲେ, ରଙ୍ଗ ବେରଙ୍ଗର ବାଣ ବି ଫୁଟୁଥିଲା। କିଛି ସମୟ ସ୍କୁଟି ଉପରେ ବସି ପ୍ରସେସନର ମଜା ନେଲା ପରେ ହଠାତ୍ କାନ୍ଦି ପକାଇଥିଲା ଯୁବତୀ। ହେଲେ କାନ୍ଦିବାର କାରଣ କ'ଣ ଥିଲା? ସେ କାରଣଟା ଆଉ କିଛି ନଥିଲା ଆଜ୍ଞା। ସେ କାରଣଟା ଥିଲା ଏ ଘୋଡ଼ା ଉପରେ ସଜେଇ ହୋଇ ବସିଥିବା ସେଇ ବର। ଯେତେବେଳେ ପ୍ରସେସନ ଆଗକୁ ବଢ଼ିଥିଲା ଆଉ ଯୁବତୀର ନଜର ଏହି ବର ଉପରେ ପଡ଼ିଥିଲା, ସେ ନିଜକୁ ସମ୍ଭାଳି ପାରୁନଥିଲା। ସେ ଭାବି ପାରୁନଥିଲା ସେ ରାସ୍ତା କଡ଼ରେ ସ୍କୁଟି ଅଟକେଇ ଯେଉଁ ବାହାଘର ପ୍ରସେସନ ଦେଖୁଥିଲା, ସେଇ ବାହାଘର ଆଉ କାହାର ନୁହେଁ, ବରଂ ତା ନିଜ ପ୍ରେମିକର ଥିଲା। ସେ ବାହାଘର ଆଉ କାହାର ନୁହେଁ, ବରଂ ନିଜ ମନର ମଣିଷର ଥିଲା। ଯେଉଁ ମନର ମଣିଷକୁ ସେ ଅନେକ ବର୍ଷ ଧରି ନିଜ ହୃଦୟ ଭିତରେ ଜାଗା ଦେଇଥିଲା। ଯେଉଁ ମନର ମଣିଷକୁ ନିଜ ଜୀବନଠୁ ଅଧିକ ଭଲ ପାଉଥିଲା। ଯେଉଁ ମନର ମଣିଷ ସହିତ କେତେ ସମୟ ସେ ବିତେଇଥିଲା। ଯେଉଁ ମନର ମଣିଷ ସହିତ ଜୀବନ ସାରା ରହିବାକୁ କେତେ ସ୍ୱପ୍ନ ଦେଖୁଥିଲା। ଯେଉଁ ମନର ମଣିଷ ସହିତ କେତେ ସ୍ମୃତି ସାଉଁଟିଥିଲା। ଆଜି ସେହି ମଣିଷଟା ତାକୁ ଧୋକା ଦେଇ ଆଉ କାହାକୁ 7 ଜନ୍ମର ସାଥୀ କରିବାକୁ ବା ହେବାକୁ ବରଯାତ୍ରୀ ନେଇ ଗଲାବେଳେ ସେ ବେଶ ଖୁସି ଥିଲା। ସେପଟେ ବର ବେଶରେ ଖୁସିରେ ନୂଆ ଜୀବନ ସାଥୀକୁ ନିଜର କରିବାକୁ ଯାଉଥିଲା ବର। ଏପଟେ ସୁନ୍ଦରୀ ପ୍ରେମିକା ଜାଣିନଥିଲା ଯେ ତା ଜୀବନ ସାଥୀଟା ଆଉ କାହାର ହେବାକୁ ଯାଉଛି। ବାସ୍ କିଛି ସମୟର ଅପେକ୍ଷା ଥିଲା। ନିଜଠୁ ଅଧିକ ଭଲ ପାଉଥିବା ମଣିଷଟା ଅଗ୍ନିକୁ ସାକ୍ଷୀ ରଖି ଆଉ କାହାକୁ ନିଜର କରିବାକୁ ଯାଉଥିଲା। ଯେଉଁ ଶଙ୍ଖା ତା ପାଇଁ ଥିଲା, ସେଇଟା ଏବେ ବାହାଘର ମଣ୍ଡପରେ ଆଉ କାହାର ହାତରେ ପିନ୍ଧିବାକୁ ଯେମିତି ଅପେକ୍ଷା କରିଥିଲା। ଯେଉଁ ସିନ୍ଦୁର ତା ମଥାରେ ଲଗାଇବା କଥା, କିଛି ସମୟ ପରେ ସେ ସିନ୍ଦୁର ଆଉ କାହାର ସିନ୍ଥିକୁ ଲାଲ କରିବାକୁ ଯାଉଥିଲା। ଏ ଦୃଶ୍ୟ ଦେଖି କେଉଁ ପ୍ରେମିକାର ହୃଦୟ ସହିପାରିବ ଆଜ୍ଞା? କାନ୍ଦି ପକାଇଲା। ଆଖିରୁ 2 ଟୋପା ଲୁହ ଆସିଗଲା। ହେଲେ ଏଇ ରାସ୍ତା ମଝିରେ ସେ କେମିତି କାନ୍ଦି ପାରିବ? ଆଖିର ଲୁହକୁ ଲୁଚେଇବାକୁ ଯେତେ ଚେଷ୍ଟା କଲେ ବି ସେ କ'ଣ ବୋଲ ମାନୁଥିଲା? ନା ମନ ଭିତରେ ଥିବା କ୍ରୋଧକୁ ଚାପିବାକୁ ଯେତେ ଚେଷ୍ଟା କଲେ ବି ସେ କ୍ରୋଧ କାହା କଥା ଶୁଣୁଥିଲା? ସିଧା ଘରକୁ ଗଲା, ସ୍କୁଟି ପାର୍କ କଲା, ବେଡରୁମ୍ ଭିତରେ ପଶିଲା ଆଉ ନିଜର ସେ କଷ୍ଟ ଯନ୍ତ୍ରଣାକୁ ବନ୍ଦ ଘର ଭିତରେ ଚିତ୍କାର କରି କରି ବାହାର କରିବାକୁ ଚେଷ୍ଟା କଲା। ହେଲେ ସେଇଟା ବି କ'ଣ ଏତେ ସହଜ ଥିଲା? ଯେତେ ଯାହା କଲେ କ'ଣ ନିଜ ମନର ମଣିଷକୁ ଏତେ ସହଜରେ ଭୁଲି ପାରିବ? ନିଜ ଆଖି ଆଗରେ ନିଜଠୁ ଅଧିକ ଭଲ ପାଉଥିବା ମଣିଷଟା ଯେତେବେଳେ ଆଉ କାହାର ହେବାକୁ ଯାଉଛି, ତାକୁ ଦେଖି କ'ଣ ସେ ସହିପାରିବ? ପ୍ରେମ ଏ ଶବ୍ଦର ଅର୍ଥକୁ କିଏ କେମିତି ବୁଝେ ମୁଁ ତ ଜାଣିନି ଆଜ୍ଞା। କିନ୍ତୁ ଗୋଟେ କଥା ସମସ୍ତେ କୁହନ୍ତି, ଏ ପୁରା ଦୁନିଆ ବି କୁହେ, ପ୍ରେମ ପବିତ୍ର, ପ୍ରେମ ଶାଶ୍ୱତ, ଆଉ ପ୍ରେମ ଚିରନ୍ତନ। କିନ୍ତୁ ଏ କାହାଣୀ ତ ଅନେକ କିଛି କହୁଛି ଆଜ୍ଞା। ଏ କାହାଣୀ ତ ଆଉ କିଛି କହୁଛି ଆଜ୍ଞା। ଏ କାହାଣୀ କହୁଛି ଏଠି ପ୍ରେମର ଅର୍ଥ ଧୋକା, ଏଠି ପ୍ରେମର ଅର୍ଥ ପ୍ରତାରଣା, ଏଠି ପ୍ରେମର ଅର୍ଥ କେବଳ ଯନ୍ତ୍ରଣା। ସତରେ କ'ଣ ଏ କାହାଣୀରେ ଥିବା ପ୍ରେମର ଅର୍ଥ ଧୋକା, ପ୍ରତାରଣା, ଯନ୍ତ୍ରଣା? ନା ଏଇଟା ପ୍ରକୃତ ପ୍ରେମ ନଥିଲା? ନା ଏଇଭଳି ପ୍ରେମିକମାନେ ପ୍ରେମର ମାନେକୁ ଠିକ୍ରେ ବୁଝନ୍ତିନି? ଖାଲି ପ୍ରେମ କରି ଯୁବତୀମାନଙ୍କୁ ଫସେଇ ତାଙ୍କ ସହ ଟାଇମ୍ ପାସ୍ କରନ୍ତି ଆଉ ନିଜ ସ୍ୱାର୍ଥ ହାସଲ ସାରିବା ପରେ ତାଙ୍କ ଅଜାଣତରେ ଆଉ କାହାକୁ ନିଜର କରିନିଅନ୍ତି। ଏ ଭିଡ଼ିଓ କେଉଁଠିକାର ଜାଣିନି ଆଜ୍ଞା। ଏମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି। ଏହି ପ୍ରେମିକା ମାନେ ଯୁବତୀ ଏମିତି ଲୁଚି ଲୁଚି କାନ୍ଦୁଥିବା ବେଳେ କେହି ଜଣେ ତାଙ୍କ ଅଜାଣତରେ ଏ ଭିଡ଼ିଓଟି ସୁଟ୍ କରି ସୋସିଆଲ ମିଡ଼ିଆରେ ଛାଡ଼ି ଦେଇଛି। କିନ୍ତୁ ଏହି ଭିଡ଼ିଓ ଅନେକ କିଛି କଥା କହୁଛି ଆଜ୍ଞା। ନିଜ ଆଖି ଆଗରେ ଏମିତି ନିଜ ମନର ମଣିଷକୁ ଦେଖି ନିଜକୁ ନିଜେ ପ୍ରଶ୍ନ କରି ଚାଲିଛି, ସତରେ କ'ଣ ଇଏ ସେଇ ମଣିଷ ଯିଏ ଦିନେ ମୋ ବିନା ବଞ୍ଚିପାରିବେନି ବୋଲି କହୁଥିଲେ? ସତରେ କ'ଣ ଇଏ ସେଇ ମଣିଷ ଯାହାକୁ ଦିନେ କଲ୍ ନ କଲେ ସେ ପାଗଳ ଭଳି ହେଇଯାଉଥିଲେ? ସତରେ କ'ଣ ଇଏ ସେଇ ମଣିଷ ଯିଏ ଦିନେ ମୋ ପାଇଁ ପାଗଳ ହେଇଯାଉଥିଲେ? ମୋତେ ଥରେ ଦେଖା କରିବାକୁ ଅନେକ ସମୟ ଅପେକ୍ଷା ବି କରୁଥିଲେ। ହେଲେ ସେସବୁ ପ୍ରଶ୍ନର ଉତ୍ତର ତାକୁ ଆଉ କେବେ ମିଳିବ ବୋଲି ଆଶା କି ଭରସା ନଥିଲା। ଆପଣ କ'ଣ ଭାବୁଛନ୍ତି? ଯୁବତୀ ସେ ଯୁବକକୁ ପ୍ରେମ କରି ଭୁଲ କରିଛି, ନା ସେ ଯୁବକ ଯୁବତୀକୁ ଧୋକା ଦେଇ ଆଉ ଜଣକୁ ବାହା ହେଇ ଭୁଲ କରିଛି? ବିଚାର ଆପଣଙ୍କର। ଆଉ ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।